ସୁଟକେଶଟାକୁ ହାତରେ ଧରି ସିପ୍ରା କେତେବଡ଼ୁ ଏରୁଣ୍ଡି ବନ୍ଧ ପାଖରେ ଛିଡ଼ା ହେଇଛି। ବାରମ୍ବାର ଡାହାଣ ପାଦକୁ ଆଗକୁ ନେଉଛି, ପୁଣି ପଛକୁ ଫେରେଇ ଆଣୁଛି। ଖୁବ୍ ବିଚଳିତ ହେଇ ପଡ଼ୁଛି ସେ। ଲୁହ ଛଳ ଛଳ ଆଖି ଯୋଡ଼ିକୁ ଦେଖିଲେ ତା ମନ କେତେ ଯେ ଅଶାନ୍ତ ସେ କଥା ସହଜରେ ବୁଝି ହେଉଛି। ନିର୍ଜନ ରାତିର ଶେଷ ପ୍ରହରରେ ଏମିତି ଏକୁଟିଆ ସିପ୍ରାର ଘରୁ ବାହାରି ଯିବାର ଅସଫଳ ପଦକ୍ଷେପ କିଛି ନୂଆ କଥା ନୁହେଁ। ଶାଶୁଘର ଲୋକଙ୍କ ଆଖିରୁ ନିଜକୁ ବଞ୍ଚେଇ ସେ ଅନେକ ଥର ଏମିତି ଚେଷ୍ଟା କରିସାରିଛି। କିନ୍ତୁ ତାର ଯାତ୍ରା ସେ ଏରୁଣ୍ଡି ବନ୍ଧ ପାଖରେ ହିଁ ଶେଷ ହେଇଯାଇଛି। ନିଜକୁ ଖୁବ୍ ଧିକ୍କାରିଛି। ଏମିତି ଏକ ନିର୍ଲଜ୍ଜ ପଦକ୍ଷେପ ନେବା ପାଇଁ ନିଜକୁ ଶାସ୍ତି ମଧ୍ୟ ଦେଇଛି। ଅଖିଆ ଅପିଆ ଦିନ କାଟି ଦେଇଛି। ପୁଣି ନିଜ ଜନ୍ମଦାତା ବାପାଙ୍କ କଥା ଭାବି ଭାବି ଆଉ ଥରେ ସେପରି ଭୁଲ ପଦକ୍ଷେପ ନେବାକୁ ସେ ପଛେଇ ଯାଇନାହିଁ। ସେ ଜାଣେ ବାପା ତାର ଏଭଳି ନିଷ୍ପତ୍ତିକୁ କେବେ ହେଲେ ପ୍ରଶ୍ରୟ ଦେବେ ନାହିଁ। ଖୁବ୍ ରକ୍ଷଣଶୀଳ ଲୋକ ସେ। ନିଜ ଜୀବନ ହାରି ଦେବେ ପଛେ ସିପ୍ରାକୁ କ୍ଷମା ଦେବେ ନାହିଁ। ବୋଉ ଥିଲେ ମଧ୍ୟ ଏ କଥାର ଘର ନିନ୍ଦା କରିଥାନ୍ତା। ବୋଉର ଦେହାନ୍ତ ପରେ ବାପା ପୂରାପୂରି ଏକୁଟିଆ ହେଇ ଯାଇଛନ୍ତି। ବ୍ଲଡ଼ ପ୍ରେସର ରୋଗୀ ସେ। କେତେବେଳେ କୋଉ କଥା। ସେଥିପାଇଁ ବୋଉ ସବୁବେଳେ ବାପାଙ୍କ ପଛେ ପଛେ ରହୁଥିଲା। ଆଜି କିନ୍ତୁ ବୋଉର ଗୋଟିଏ କଥା ରହି ରହି ସିପ୍ରା ଗୋଡ଼ରେ ଶିକୁଡ଼ି ବାନ୍ଧି ଦେଉଛି। ଶାଶୁଘରକୁ ବିଦା ହେଲା ବେଳେ ପଣତକାନିରେ ସିପ୍ରା ଆଖିରୁ ଲୁହ ପୋଛୁ ପୋଛୁ କହିଲା, ମାରେ, ଦୁହିତା ଦୁଇ କୂଳକୁ ହିତା। ସବୁଦିନ ଦୁଇ କୂଳକ ହିତ ହେଲା ପରି କାମ କରିବୁ। ଏମିତି କିଛି କରିବ ନାହିଁ ଯୋଉଥିପାଇଁ ଆମ ମୁଣ୍ଡ ତଳକୁ ହେଇଯିବ। ଦୁହିତା ଦୁଇ କୂଳକୁ ହିତା। ଏଭଳି କଥାଟି କହିବା ଯେତେ ସହଜ ବୋଧ ହେଇଥାଏ, ତା ପ୍ରକୃତ ଜୀବନରେ ପ୍ରମାଣ କରିବା ଭୀଷ୍ମଙ୍କ ସରଶଯ୍ୟା ସମ କଷ୍ଟଦାୟକ ହୋଇଥାଏ। ଯୁଗ ଯୁଗ ଧରି ନାରୀକୁ ଅବଳା ଓ ଦୁର୍ବଳର ଆଖ୍ୟା ଦେଇ ଆସିଛି। ଏଭଳି ଏକ ପ୍ରତିକୂଳ ପରିଚୟ ନେଇ ସେ ଦୁଇ କୂଳକୁ ହିତା ହେବ ବା କେମିତି? ଇଂରାଜୀରେ ସ୍ନାତକୋତ୍ତର ପାଇବା ପରେ ଅନ୍ୟ ସହପାଠିନୀମାନଙ୍କ ପରି ସିପ୍ରାର ମଧ୍ୟ ଇଚ୍ଛା ଥିଲା ଚାକିରି କରିବାକୁ। କିନ୍ତୁ ବୋଉକୁ ବାପାଙ୍କର କଡ଼ା ତାଗିଦ ଥିଲା ସିପ୍ରାକୁ ଘର କାମ, ରୋଷେଇବାସ ଶିଖାଇବାକୁ। ଝିଅ ଶାଶୁଘରକୁ ଯିବ, ତେଣୁ ବେଳ ଥାଉ ଥାଉ ସବୁ ଶିଖିଗଲେ ଭଲ। ସିପ୍ରା ସେସବୁ ଖୁସିରେ ଶିଖିଲା। ତଥାପି ବେଳେବେଳେ ଚାକିରି କରିବାର ଇଚ୍ଛାଟା ମନକୁ ବିଚଳିତ କରିଦେଉଥିଲା। ସବୁ ସାଙ୍ଗ ତାର ଚାକିରି କରିବା ଆରମ୍ଭ କରି ଦେଇଥିଲେ। ସିପ୍ରା ସେମାନଙ୍କଠାରୁ ସବୁ କ୍ଷେତ୍ରରେ ଆଗୁଆ ଥିଲା ମଧ୍ୟ ବାପାଙ୍କୁ ସେ ବିଷୟରେ କହିବାକୁ ସାହସ କରି ପାରୁନଥିଲା। ଥର ଥର କଣ୍ଠରେ ବୋଉକୁ କହୁଥିଲା, କିନ୍ତୁ ବୋଉର ଉତ୍ତର ତାକୁ ଆହୁରି ନିରାଶ କରିଥିଲା। ମାରେ, ଝିଅ ଜନ୍ମ ତ ପରଘରକୁ। ଖୁସିରେ ଯେତିକି ପାରିଲୁ ପଢ଼ିଲୁ। ଏବେ ଶାଶୁଘରକୁ ଯିବାର ସଠିକ୍ ସମୟ ଆସିଛି। ସିପ୍ରା ଭାବୁଥିଲା, ସେ ଯାହା ଆଗରେ ଅଡ଼ି କରୁଛି ସେ ବି ତ ସମାଜର ପ୍ରତିବନ୍ଧିତ ନିୟମ ପ୍ରଣାଳୀରେ ବନ୍ଧା। ଏଭଳି ପରିସ୍ଥିତିରେ ସେ ସୁବୋଧଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଖୁବ୍ ଭଲ କରିଛି। ସୁବୋଧ ତାର ସହପାଠୀ ଥିଲେ। ଖୁବ୍ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏକମାତ୍ର ପୁଅ। କିନ୍ତୁ ନିଜ ସରଳ ଜୀବନ ଏବଂ ବଳିଷ୍ଠ ବକ୍ତୃତା ଦ୍ୱାରା କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କର ପ୍ରିୟ। ଖୁବ୍ ସୁନ୍ଦର କବିତା ଲେଖନ୍ତି। ସିପ୍ରାର ସୌନ୍ଦର୍ଯ୍ୟ ଏବଂ ମିଷ୍ଟ ବ୍ୟବହାରରେ ସୁବୋଧ ଖୁବ୍ ପ୍ରଭାବିତ ହେଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେଲା। ପ୍ରକାଶ୍ୟରେ ନ ହେଲେ ବି ପରୋକ୍ଷରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ। କିନ୍ତୁ ବାହାଘର ପାଇଁ ସୁବୋଧ ଯେତେ ଚେଷ୍ଟା କଲେ ମଧ୍ୟ ସିପ୍ରାକୁ ମନାଇ ଏକ ରକମର ଅସମ୍ଭବ ଥିଲା। ବାପାଙ୍କ ଡରରେ ସିପ୍ରା କିଛି କହିପାରିଲାନି। ସେ ଜାଣେ ବାପା ଏଭଳି ସମ୍ପର୍କକୁ କେବେ ହେଲେ ସ୍ୱୀକୃତି ଦେବେ ନାହିଁ। ସୁବୋଧ ମଧ୍ୟ ନିଜ ଭବିଷ୍ୟତକୁ ନେଇ ଖୁବ୍ ଖାମଖିଆଲି। ସିପ୍ରା ଜାଣେ ସୁବୋଧ ହିଁ ତା ପାଇଁ ସୁଯୋଗ୍ୟ ପାତ୍ର। କିନ୍ତୁ କେବଳ ତାଙ୍କ ବାପାଙ୍କ ପ୍ରତିଷ୍ଠାକୁ ନେଇ ଘରେ କଥା ହେବା ସମ୍ଭବ ନୁହେଁ। ସଠିକ୍ ସମୟରେ ସିପ୍ରାର ବାହାଘର ଇଞ୍ଜିନିୟର ବରୁଣ ପଟ୍ଟନାୟକଙ୍କ ସହ ହୋଇଗଲା। ସିପ୍ରା ଏବେ ବଡ଼ ଘରର ବୋହୂ। ଚାକର ପଇଲି ଯେତେ ଥିଲେ ମଧ୍ୟ ଶାଶୁଙ୍କର ବୋହୂ ରାନ୍ଧଣା ଖାଇବାର ସଉକଟା ସିପ୍ରାକୁ ପକ୍କା ରାନ୍ଧୁଣିଆ କରି ସାରିଲାଣି। ସକାଳୁ ସଞ୍ଜ ଯାଏ ସିପ୍ରାକୁ ଫୁର୍ସତ ନାହିଁ। ଶାଶୁ ଖୁବ୍ କଡ଼ା ମିଜାଜର ଲୋକ। ସିପ୍ରାର ବାପା
ମାଙ୍କର ତାଙ୍କ ଘରକୁ ଆସିବା କିମ୍ବା ସିପ୍ରାର ବେଶୀ ବାପ ଘରକୁ ଯିବା ତାଙ୍କର ପସନ୍ଦ ନୁହେଁ। ବରୁଣ ମଧ୍ୟ ନିଜ ମାଙ୍କ ବିରୁଦ୍ଧରେ ଶୁଣିବାକୁ ପସନ୍ଦ କରନ୍ତିନି। ତାଙ୍କ ପାଇଁ ତାଙ୍କ ମା ହିଁ ସବୁକିଛି। ଛୋଟ ଥିଲାବେଳେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ମା ଏକୁଟିଆ ତାଙ୍କୁ ମଣିଷ କରିବା ମାଙ୍କ ପକ୍ଷେ କେତେ ଯେ କଷ୍ଟ ହୋଇଥାଏ ସେ କଥା ସେ ବେଶ୍ ବୁଝିପାରନ୍ତି। ଶାଶୁଙ୍କର ତାଙ୍କୁ ଦେଖେଇ ଶିଖେଇ କହିବା, ଚାକର ଚାକରାଣୀଙ୍କ ଆଗରେ ତିରସ୍କାର କରିବାର ଦୁଃଖକୁ ଛାତିରେ ଚାପି ଦେଇ ସିପ୍ରା ଲାଗିଥାଏ ସମସ୍ତଙ୍କ ସେବାରେ। ବରୁଣଙ୍କୁ ଏସବୁ ଦୁଃଖ କହିବା ଅସମ୍ଭବ। ସେ ପ୍ରଥମରୁ ମନା କରିଦେଇଛନ୍ତି। ଏମିତିରେ ବାପାଙ୍କୁ ଏସବୁ କହି ତାଙ୍କୁ ଅଯଥା ଦୁଃଖ ଦେବାକୁ ସିପ୍ରା ଚାହୁଁନଥିଲା। ପାଟି ଫିଟେଇ ପ୍ରତିବାଦ କଲେ ବରୁଣଙ୍କର ତା ଉପରେ ଥିବା ବିଶ୍ୱାସକୁ ତ ହରେଇବ, ବୋଉର ସଂସ୍କାର ଉପରେ ମଧ୍ୟ ପ୍ରଶ୍ନ ଉଠିବ। ଶାଶୁ ଘରକୁ ଯିବାର 6 ମାସ ହେଲାଣି। ଥରୁଟିଏ କୁମାର ପୂର୍ଣ୍ଣିମାରେ ବାପା ଘରକୁ ଯାଇଥିଲା। ବୋଉ କେତେଥର ଖବର ପଠେଇଲାଣି ବରୁଣଙ୍କୁ ଧରି ବୁଲିଯିବାକୁ। ହେଲେ କେମିତି ସେ ବୁଝେଇବ ଯେ ଏଠି ମନ କଥା କହିବାର ସ୍ୱାଧୀନତା ନାହିଁ। ବୋଉ ଭାବୁଛି ସିପ୍ରା ବଡ଼ ଘର ପାଇ ବାପ ଘରକୁ ଭୁଲିଗଲାଣି। ହେଲେ ସିପ୍ରା କ'ଣ ଚାହେଁ ସେ କଥା କିଏ ବୁଝିଛି। ରଜ ସଂକ୍ରାନ୍ତି ଦିନ ଫୋନ୍ ଆସିଲା। ସେପଟୁ ଖବର ଆସିଲା ବୋଉ ଦେହ ବହୁତ ଖରାପ। କାଲି ରାତିରୁ ଚେତା ବୁଡ଼ି ଯାଇଛି ଯେ ଏଯାଏ ଫେରିନି। ରୁଦ୍ଧ କଣ୍ଠରେ ଯାଇ ଶାଶୁଙ୍କୁ ଅଡ଼ି କଲା 2 ଦିନ ଯାଇ ବୋଉ ପାଖରେ ରହିଆସିବାକୁ। କିନ୍ତୁ ତାଙ୍କଠାରୁ କୌଣସି ସହାନୁଭୂତି ନ ପାଇ ମନ ବିଦ୍ରୋହ ହେଇ ଉଠିଲା। କହିଲେ କ'ଣ ଟିକେ ଦେହ ମୁଣ୍ଡ ହୋଇଥିବ। ତୁ ଭୁଆଁଶୁଣି ଝିଅଟେ, ସେଠି ଯାଇ କ'ଣ କରିବୁ? ରାଜ ସରିଲେ ଯାଇ ଦେଖି ଆସିବୁ। କହକୁ ଛାତି ତଳେ ଚାପି ଦେଇ ବୋଉ କଥା ଭାବୁଥାଏ। କେତେ ଅଳି ଅରଦଳି ସହି ସେ ତାକୁ ବଡ଼ କରିଥିଲା। ଆଉ ଆଜି ଯେତେବେଳେ ତାର ସେବା ଶୁଶ୍ରୂଷା ଦରକାର ସେତେବେଳେ ସିପ୍ରା କେବଳ ନିରୁପାୟ ହେଇ ଆଖିରୁ ଲୁହ ଗଡ଼ାଉଛି। ରଜ ଶେଷ ଦିନ ବୋଉର ମୃତ୍ୟୁ ଖବର ଆସିଲା। ବରୁଣ ସିପ୍ରାକୁ ନେଇ ତାଙ୍କ ଘରକୁ ଚାଲିଗଲେ। ତା ବାପା ସେମାନଙ୍କୁ ଦେଖି ଛୋଟ ପିଲାଙ୍କ ପରି କଇଁ କଇଁ ହେଇ ପହର ସବୁ ବନ୍ଧ ଭାଙ୍ଗିଦେଲେ। ସତେ ଯେମିତି ସିପ୍ରା ତାଙ୍କର ଝିଅ ନୁହେଁ, ପୁଅ। ତା କାନ୍ଧର ସାହାରା ପାଇଲେ ସେ ପୁଣି ଥରେ ଜୀଇ ଉଠିବେ। ତାଙ୍କୁ ସାନ୍ତ୍ୱନା ଦେବା ଛଡ଼ା ସିପ୍ରାର କିଛି କରିବାର କ୍ଷମତା ନଥିଲା। ଶାଶୁଙ୍କର କଡ଼ା ନିର୍ଦ୍ଦେଶ। ବାହାଘର ବର୍ଷେ ପୂରିନି। ମୃତ୍ତିକା ଘରୁ ସୂର୍ଯ୍ୟାସ୍ତ ପୂର୍ବରୁ ଫେରିବାକୁ ହେବ। ବରୁଣ ହାତ ଘଣ୍ଟାକୁ ଚାହିଁ ସିପ୍ରାକୁ ଇସାରା ଦେଲେ। ବାପାଙ୍କୁ ବୁଝେଇ ସୁଝେଇ ସେ ଗାଡ଼ିରେ ବସିଲା। ଏତେ ଶୀଘ୍ର ବାପାଙ୍କୁ ଛାଡ଼ି ଆସିବାକୁ ଇଚ୍ଛା ହେଉନଥିଲା। ହେଲେ ଉପାୟ କ'ଣ? ସମାଜର ନିୟମ କାନୁନ ମଣିଷର ଦୁଃଖ କଷ୍ଟ ଠାରୁ ଢେର ଊର୍ଦ୍ଧ୍ୱରେ। ଶାଶୁ ଘରେ ପହଞ୍ଚି ପୁଣି ଥରେ ସେ ନିଜ କାମରେ ଲାଗିଲା। କାନ ଡେରି ଶୁଣିବାକୁ ଚେଷ୍ଟା କରୁଥିଲା କାହାଠାରୁ କିଛି ସହାନୁଭୂତିର ବାକ୍ୟ। କିନ୍ତୁ ନିରାଶ ହେବାକୁ ପଡ଼ିଲା। ଏଠି କିଛି ବଦଳି ନଥିଲା। ଚାହା ଜଳଖିଆ, ଶାଶୁଙ୍କର ପାନଭଙ୍ଗା, ଚାକର ପଇଲିଙ୍କୁ ନେଇ ଗପର ଆସର, ବରୁଣଙ୍କର ଅଫିସ୍ ଯିବା। ହେଲେ ସେଠି ବାପାଙ୍କ ଅବସ୍ଥା କ'ଣ ହେଉଥିବ? ଫୋନ୍ କରି ପଚାରିଲେ କହୁଛନ୍ତି ସବୁ ଠିକ୍ ଅଛି। ସବୁ ଠିକ୍ କେମିତି ଥିବ? ବୋଉ ବିନା ସେ ଘର ଭୂତକୋଠି ପରି ଲାଗୁଥିବ। ସହଧର୍ମିଣୀ ହେବ ତ ବୋଉ ପରି। ବାପାଙ୍କ କଥାକୁ ଠିକ୍ ଭାବେ ବୁଝି ଘର ଚଳାଉଥିଲା। ବାପା ପୂରାପୂରି ତା ଉପରେ ନିର୍ଭରଶୀଳ ଥିଲେ। ଏବେ ସେ କ'ଣ କରିବେ? ବୋଉ ନାହିଁ ଯେ ଠିକ୍ ସମୟରେ ଔଷଧ ଦେବ, ବଳେଇ କରି ଅଧିକ ଖୁଆଇଦେବ। ଆଜି ବାପାଙ୍କ କଥା ଶୁଣି ସିପ୍ରା ଟିକେ ଆଶ୍ୱସ୍ତ ହେଲା। କହୁଥିଲେ ପଡ଼ୋଶୀ ଘର ମାଉସୀ ତାଙ୍କ ପାଇଁ ଗୋଟେ ରୋଷେଇଆ ଯୋଗାଡ଼ କରି ଦେଇଛନ୍ତି। କିନ୍ତୁ ଅନ୍ୟାନ୍ୟ କଥା, ନିଜ ପାଇଁ ନିଜେ ଜୀବନ କାଟିବା କେତେ ଯେ ଅସହ୍ୟକର ସେ କଥା ନ କହିଲେ ଭଲ। ବାପା ଖୁବ୍ ସ୍ୱାଭିମାନୀ ଲୋକ। ନିଜ ଅସୁବିଧା କଥା କାହାକୁ କହିବେନି। ନିଜର ଏକମାତ୍ର ଅଲିଅଳି ଝିଅ ପାଖରେ ବି ନୁହେଁ। ସେଦିନ ସିପ୍ରାର ଦୁଃଖର ପାହାଡ଼ ଖସି ପଡ଼ିଲା ଯେତେବେଳେ ତାଙ୍କ ଗାଁ ପଡ଼ିତଙ୍କ ପାଖରୁ ନିଜ ବାପାଙ୍କ ଅବସ୍ଥା କଥା ଶୁଣିଲା। ରୋଷେଇଆ ଯୋଗାଡ଼ କଥା ବିଲକୁଲ ମିଛ। ନିଜେ ରାନ୍ଧି କରି ଖାଉଛନ୍ତି।
ଅତ୍ୟନ୍ତ ଦୁର୍ବଳ ହୋଇଗଲେଣି। ବ୍ଲଡ଼ ପ୍ରେସର ବଢ଼ି ଦିନେ ମୂର୍ଚ୍ଛା ହୋଇ ରାସ୍ତାରେ ପଡ଼ିଯାଇଥିଲେ। ଗାଁ ଲୋକ ସେବା କରି ଭଲ କରିଛନ୍ତି। ଆଉ ବେଶୀ କାହା ସହ କଥାବାର୍ତ୍ତା କରୁନାହାନ୍ତି। ସିପ୍ରାକୁ କିଛି ନ କହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସିପ୍ରା ଦୁଃଖରେ ଭାଙ୍ଗି ପଡ଼ିଲା। ଶାଶୁଙ୍କୁ କିମ୍ବା ବରୁଣଙ୍କୁ ଏକଥା କହି ଆଉ ତିରସ୍କୃତ ହେବାକୁ ଚାହୁଁନଥିଲା। ସୁଟକେସ୍ ପ୍ୟାକ୍ କରି ଅନ୍ଧାର ରାତିରେ ଘର ଛାଡ଼ି ବାପ ଘରକୁ ଯିବାକୁ ବାହାରିଲା ବେଳେ ପୁଣି ଥରେ ଅଟକିଗଲା ଏରୁଣ୍ଡି ବନ୍ଧ ପାଖରେ। ଡାହାଣ ଗୋଡ଼କୁ ଆଗ ପଛ କରି ଭାବୁଥିଲା ତାର କୋଉ ନିଷ୍ପତ୍ତିଟାକୁ ପ୍ରକୃତ ଦୁହିତାର ପରିଚୟ ଦେଇପାରିବ। ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।